ବାଲେଶ୍ୱର ଜିଲ୍ଲାରେ ସମାଜସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବାଲେଶ୍ୱର ଯୁବଶକ୍ତି ସଂଗଠନ। ସଂଗଠନର ସଭାପତି ତପନ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ମାତ୍ର 1 ଟଙ୍କାରେ ଭୋଜନ ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ ପ୍ରତ୍ୟେକ ମାସର ଶେଷ ସପ୍ତାହର ଶେଷ ସୋମବାର ଦିନ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ବର୍ତ୍ତମାନ ଏହି ଯୋଜନା 10ମ ପାଳିରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏହି ଅବସରରେ ଯୁବନେତା ବିକ୍ରମ ପଣ୍ଡା ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ 1 ଟଙ୍କାରେ ଭୋଜନ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମର ଅନେକ ସାମାଜିକ କର୍ମୀ ଓ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ। ସଂଗଠନର ସଭାପତି ତପନ କୁମାର ବେହେରା କହିଛନ୍ତି ଯେ 1 ଟଙ୍କା ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମନରେ ସ୍ୱାଭିମାନ ବଜାୟ ରଖିବା ଓ ସେବା ପ୍ରତି ସମ୍ମାନ ଯୋଗାଇବା। ସଂଗଠନ କେବଳ ଖାଦ୍ୟ ହିସାବରେ ସୀମିତ ନୁହେଁ, ବରଂ ବୃକ୍ଷରୋପଣ, ମହିଳା ସଶକ୍ତିକରଣ, ଗୋ ସେବା, ନିଃଶୁଳ୍କ ଶିକ୍ଷା ଶିବିର, ରକ୍ତଦାନ, ବୃଦ୍ଧାଶ୍ରମ ସେବା ଓ ଦୁର୍ନୀତି ବିରୋଧରେ ସଚେତନତା ଭଳି ଅନେକ ସମାଜମୂଳକ କାର୍ଯ୍ୟ ନିରନ୍ତର କରୁଛି। ସେ ଆହୁରି କହିଥିଲେ ଯେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ସହଯୋଗରେ ଆଗାମୀ ଦିନରେ ଏହି ସମସ୍ତ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ। ବାଲେଶ୍ୱରରୁ ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ, ନିବେଦିତା ନ୍ୟୁଜ୍। ବେହେରା ବାଲେଶ୍ୱର ଯୁବଶକ୍ତିର ସଭାପତି। ଆଜି ଯେଉଁ ଯୁବଶକ୍ତିର ଏ ଯେଉଁ କାର୍ଯ୍ୟକ୍ରମ ସବୁ ଚାଲିଛି, କେବେଠୁ ଚାଲିଲାଣି, କେମିତି ଚାଲିଛି, କ'ଣ କହିବେ ତାଙ୍କ ବିଷୟରେ? କ'ଣ କହିବି, ଏଇଟା ତ ଆଜି 10ମ ପାଳିରେ ପଡ଼ିଛି। ଆଉ ଖୁସି ଲାଗୁଛି, ଲୋକମାନେ ଗରମ ସତ୍ତ୍ୱେ ବି ଦେଖନ୍ତୁ ଲୋକ ଆସୁଛନ୍ତି ଖାଇବା ପାଇଁ, ସେଇଟା ଉତ୍ସାହ ଯୋଗୁଛି। ଅନ୍ନଦାନ ଠାରୁ ପୁଣ୍ୟ କ'ଣ ଅଛି, ଅନ୍ନଦାନ ମହାପୁଣ୍ୟ। ଖୁସି ଲାଗୁଛି, ଆଉ ଆତ୍ମା ଯେଠି ଖୁସି ହେଉଛି ସେ କାମ କରିବାକୁ ବେଶୀ ଖୁସି ଲାଗେ। କ'ଣ ଆପଣଙ୍କର ଆଗକୁ ଆଉ ଚିନ୍ତାଧାରା ରହିଛି? ଆଗକୁ ଚିନ୍ତାଧାରା କିଛି ନାହିଁ, ଯେମିତି ଲୋକ କଲ୍ୟାଣ ପାଇବେ ତା ପ୍ରତି ଆମର ଚିନ୍ତାଧାରା ଅଛି। ଆମର ଯେଉଁ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଗୋଟେ ସମାଜର ଯେଉଁ ନାରୀ ଶକ୍ତି ସର୍ବୋପରି, ନାରୀ ହେଉଛନ୍ତି ଜଗତର ଜନନୀ, ନାରୀରୁ ସୃଷ୍ଟି, ନାରୀରୁ ବିନାଶ, ନାରୀର ସମ୍ମାନ, ରାଷ୍ଟ୍ରର ସମ୍ମାନ। ତାଙ୍କ ପାଇଁ ଆମ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କ ପାଇଁ ଗୋଟେ ସ୍ପେଶାଲ ପ୍ରୋଗ୍ରାମ କରାହେଉଛି, ଆଉ ସେଇଟା ଆପଣମାନଙ୍କୁ ବି ଜଣାଯିବ। ବାଲେଶ୍ୱର ଜିଲ୍ଲାରେ ଚାଲିଛି, ଅଲଗା ଜିଲ୍ଲାକୁ କରିବା ପାଇଁ ଆଗାମୀ ଦିନର ଇଚ୍ଛା ଅଛି ଅଲଗା ଜିଲ୍ଲାରେ। ତାପରେ ଲୋକମାନେ ଫୋନ୍ କଲେଣି, ସେଠି ଟିକେ ମେମ୍ବରସିପ୍ ବଢ଼ିଲେ ଆଉ ତାକୁ କରିବା ପାଇଁ ଯୋଜନା ବି ଚାଲିଛି। କେମିତି କ'ଣ ମେମ୍ବରସିପ୍ ଯେଉଁମାନେ ଚାହିଁବେ କେମିତି ହେବେ? ଯେମିତି ମେମ୍ବରସିପ୍ ଆମର ରେଜିଷ୍ଟ୍ରେସନ୍ ହେଉଛି, ତାଙ୍କର ଗୋଟେ ଅଛି। ଆପଣ ଯଦି ମେମ୍ବର ହେବା ପାଇଁ ତାଙ୍କର ରେଜିଷ୍ଟ୍ରେସନ୍ ଚାଲୁ ଅଛି, ଆମେ ସେ ରେଜିଷ୍ଟ୍ରେସନ୍ କାଉଣ୍ଟରରେ ପଚାରିଦେଲେ ତା'ର ରେଜିଷ୍ଟ୍ରେସନ୍ ଫି ସହିତ ଆପଣ ମେମ୍ବର ହୋଇପାରିବେ। ଆପଣଙ୍କୁ ଯାହା ବି ରେଜିଷ୍ଟ୍ରେସନ୍ ଫି ରହୁଛି ସେସବୁ ସମାଜ କଲ୍ୟାଣ କାର୍ଯ୍ୟରେ ନିଯୁକ୍ତି ହେଉଛି। ଆଉ ତା'ର ମୂଳ ଉଦ୍ଦେଶ୍ୟ ହେଉଛି ଗୋ ସେବା, ଗୋମାତା। ଏ ସେବା ସବୁବେଳେ ଜାରି ରହିବ, କେତେ ଦିନ ପାଇଁ? ଦେଖନ୍ତୁ, ମଣିଷ ଜୀବନ ପାଣି ଫୁଟୁକା। ଆଉ ଆଜି 10ମ ପାଳି ପର୍ଯ୍ୟନ୍ତ ଜାଣିପାରୁଥିବେ, ଆମେ କଣ୍ଟିନ୍ୟୁ 10ମ ପାଳି ପର୍ଯ୍ୟନ୍ତ ଆମେ କଣ୍ଟିନ୍ୟୁ ଚାଲୁ ରଖୁଛେ। ଆଉ ଆଗାମୀ ଦିନ ପର୍ଯ୍ୟନ୍ତ ମୁଁ ତ ଭାବୁଛି ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାକୁ ଚାଲୁ ରଖିବି। ତାପରେ ମଣିଷ ଜୀବନକୁ କ୍ୟାମ୍ପ ବର୍ଷା ଚେଷ୍ଟା କରୁଛି। ଆମ ଯୁବଶକ୍ତି ପିଲାମାନେ ମେମ୍ବରମାନେ ବି କହିଛନ୍ତି ଯେ ଏକା ଚାଲୁ ରଖିବେ। ଆଉ ଭାବୁଛି ଚାଲୁ ରହିବାଟା କେବେ ବି ବନ୍ଦ ହେବନି। ତାପରେ ଠାକୁରଙ୍କର ଈଶ୍ୱର କୃପା। ଏକ ଅଭିନବ ପଦକ୍ଷେପ। କାହିଁ ମୁଁ ଯେତେବେଳେ ପ୍ରଥମେ ତପନ ବାବୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହେଲା, ମୁଁ ସନ୍ଦେହରେ ଥିଲି କି ଯେମିତି ଗୋଟେ ଦୁଇଟା ପ୍ରୋଗ୍ରାମ ପରେ ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ ହୋଇଯାଏ। କିନ୍ତୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ ଯୁବଶକ୍ତିର ଟିମ୍କୁ, ବିଶେଷ କରି ତପନକୁ, ଯେ ଏ କାର୍ଯ୍ୟକ୍ରମକୁ ବହୁତ ଦିନ ହେଲା ଚଲେଇକି ରଖିଛନ୍ତି। ସବୁ ପ୍ରକାର କଷ୍ଟ ସତ୍ତ୍ୱେ, ସବୁ ପ୍ରକାର ଆର୍ଥିକ ଅଭାବ ସତ୍ତ୍ୱେ ଯେଉଁ କମିଟମେଣ୍ଟ ଅଛି, ଯେଉଁ ଦୃଢ଼ତା ଅଛି ପ୍ରୋଗ୍ରାମକୁ ନେଇକି, ଏବଂ ଆମେ ସମସ୍ତେ ଜାଣିଛୁ ଯେ ଅନ୍ନଦାନ ଠାରୁ ଆଉ କୌଣସି ପୁଣ୍ୟଦାନ ନାହିଁ। ଏବଂ ସପ୍ତାହରେ ଯେଉଁ ମାସର ଶେଷ ସପ୍ତାହର ସୋମବାର, ଯେଉଁ ଲାଷ୍ଟ ସୋମବାରରେ ବାଲେଶ୍ୱର ଯୁବଶକ୍ତି ସାରା ସମାଜସେବାକୁ, ଯେତେ ସମାଜସେବୀ ଅଛନ୍ତି, ସମାଜସେବା କାର୍ଯ୍ୟକ୍ରମ ଅଛି, ସେମାନଙ୍କୁ ଆଇନା ଦେଖାଇଛନ୍ତି ଯେ ଯଦି ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଥାଏ, ଯେତେ ପ୍ରତିବନ୍ଧକ ଆସୁ ମଧ୍ୟ ସବୁ କାର୍ଯ୍ୟକୁ ସଫଳ କରାଯାଇପାରେ। ଇଏ ହେଉଛି ତା'ର ଜ୍ୱଳନ୍ତ ନିଦର୍ଶନ। ଏବଂ ମୁଁ ଏ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ କୃତଜ୍ଞ ମନେ କରୁଛି। ମୁଁ ଧନ୍ୟବାଦ ଦେବି ଯୁବଶକ୍ତିର ଟିମ୍କୁ ଆମକୁ ଏଥିରେ ସାମିଲ କରିଥିବାରୁ। ଏବଂ ଯେଉଁମାନେ ସମାଜସେବା କରୁଛନ୍ତି ତାଙ୍କୁ ନିବେଦନ ମଧ୍ୟ ରହିବ, ଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଏବଂ ଯେତେ ସାହାଯ୍ୟ କରିବା କଥା, ଆର୍ଥିକ, ଶାରୀରିକ, ଆପଣଙ୍କର ଯାହା ବି ସାହାଯ୍ୟ ସେମାନେ କରିପାରିବେ ନିଶ୍ଚୟ କରନ୍ତୁ। ଏବଂ ଏ କାର୍ଯ୍ୟକ୍ରମ ଜାରି ରହିବା ଦରକାର। ଏକ ନୂଆ ଦିଗନ୍ତ ସୃଷ୍ଟି କରିଛି ସମାଜ ସେବାରେ। ସେ ପାଇଁ ସମସ୍ତଙ୍କୁ ଧନ୍ୟବାଦ। କେବଳ ଗୋଟିଏ କଥାର ହିସାବ ଅଛି, କ'ଣ ଆମେ ଆସିଛୁ ସେବା କରିବା ପାଇଁ। କାରଣ ଏ ଦେହ କେବଳ ଭଗବାନଙ୍କ ଦାନ। ଆମ ପାଖରେ ଯାହା ସମ୍ପତ୍ତି ଅଛି ତାହା ଭଗବାନଙ୍କ ଦାନ। ଏଥିର ବ୍ୟକ୍ତିଗତ କୌଣସି ଲୋକର କୌଣସି ବ୍ୟବସ୍ଥା ନାହିଁ। କେବଳ ଆସିଛୁ କ'ଣ କିଛି ଦେଇଯିବା। କାରଣ ନେବାକୁ ଚାହିଁଲେ ତ ବହୁତ ଲୋକ ନେଇକି ନେବା ଲୋକଟି କେବେ ଆନନ୍ଦ ହୁଏ ନାହିଁ। କାରଣ ଆମକୁ ଏଠି ସବୁ ଦିନେ ଦେଇଦେବାକୁ ପଡ଼ିବ। ସେଇଥିପାଇଁ ଆଜି ସେଇ କଥାକୁ ଆଖି ଆଗରେ ରଖି ଆମର ଯୁବଶକ୍ତି ଆଜି ଏକ ଅନ୍ନପୂର୍ଣ୍ଣା ଯୋଜନା ନାଁରେ ଏକ ଯୋଜନା ଚାଲୁ କରିଛି। କିନ୍ତୁ ଏହାର ଭବିଷ୍ୟତ ମୁଁ ସଫଳତା ଆଶା କରୁଛି। ମାନେ ଏହାର ସଫଳ କେମିତି ଅଧିକରୁ ଅଧିକ ମାନେ ଲୋକ ଏଥିରେ ଜଡ଼ିତ ହେବେ, ସେଥିପାଇଁ ଆମେ ପ୍ରୟାସରେ ଅଛୁ। ଏବଂ ଏହି ଯୋଜନା ସଫଳ କିଭଳି ହେବ, ସେଥିପାଇଁ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା। ମୁଁ ବହୁତ ଖୁସି ଅଛି। କ'ଣ କହିବେ ଅନ୍ୟ ଯୁବପିଢ଼ି ମାନଙ୍କୁ? କହିବି ଯେ ୟା ସହିତ ସେମାନେ ଲିପ୍ତ ରହି
यांको साहाय्य करिया पाई युवशक्ति को साहाय्य करिया पाई मु कहबी।